ମାନେ ଆମ ଅଷ୍ଟମ ଶ୍ରେଣୀ ଡମକ ଚାପ୍ଟର ଆଜି ଆମେ ଅଭ୍ୟାସ ପ୍ରଶ୍ନପତ୍ର କରିବା। ତାହେଲେ 1 ନମ୍ବର ଦେଇଛି ଆମେ ପ୍ରଥମେ ଷ୍ଟାର ଚିହ୍ନ ଦେବା ଯେଉଁଟା ଠିକ୍ ଉତ୍ତର। 1 ନମ୍ବରରେ ଦେଲା ସାଦ୍ରି ଭାଷା କେଉଁ ଦୁଇଟି ଭାଷାର ସମ୍ମିଶ୍ରଣରେ ସୃଷ୍ଟି? ସାଦ୍ରି ଭାଷା ଆମର ଓଡ଼ିଆ ଆଉ ହିନ୍ଦୀ ହେଲା। ଏଇଠି ଆମେ ପ୍ରଥମଟାରେ ଷ୍ଟାର ଚିହ୍ନ ଦେବା। ନେକ୍ସଟ 2 ନମ୍ବର କେଉଁ ମାସରେ ଜିତିଆ ପର୍ବ ପଡ଼ିଥାଏ? ଜିତିଆ ପର୍ବ ଆମର ଆଶ୍ୱିନ ମାସରେ ପଡ଼ିଥାଏ। 3 ନମ୍ବର ପ୍ରଶ୍ନ ଡମକଚ ନୃତ୍ୟଟି କେଉଁ ମାସରୁ କେଉଁ ମାସ ପର୍ଯ୍ୟନ୍ତ ପାଳନ କରାଯାଏ? ସେ ହେଲା କାର୍ତ୍ତିକ ପୂର୍ଣ୍ଣିମାରୁ ଆମର ବାହୁଡ଼ା ରଥ ପର୍ଯ୍ୟନ୍ତ ପାଳନ କରାଯାଏ। 4 ନମ୍ବର ରାଞ୍ଚିର ଲୋକସଙ୍ଗୀତ ଲେଖକଙ୍କୁ କେଉଁ ଗୀତ ପରି ଲାଗୁଥିଲା? ତାଙ୍କୁ ବୋଧ ଗାନ ଓ ଦୋହା ଗୀତ ପରି ଲାଗୁଥିଲା। ନେକ୍ସଟ 5 ନମ୍ବର ଦ୍ୱିତୀୟା ଓଷାଟି କାହାର ମଙ୍ଗଳ କାମନା ପାଇଁ କିଏ ପାଳନ କରନ୍ତି? ମା ପାଳନ କରେ ପୁଅର ମଙ୍ଗଳ କାମନା ପାଇଁ। ନେକ୍ସଟ ଆମେ କ ସ୍ତମ୍ଭ ଖ ସ୍ତମ୍ଭ ଯୋଡ଼ିବା ହେଲା। 1 ନମ୍ବର ଦେଇଛି ଜାୱା। ଜାୱା ଆମର କ'ଣ ହେଇଯିବ? ଜାୱା ହେଉଛି ଆମର 4 ନମ୍ବର ଓଦା ବାଲିରେ ଧାନ ଗହମ ହରଡ଼ ପ୍ରଭୃତିର ବିହନ ବତୁରି ଗଜାକୁ ଆମେ ଜାୱା କହିଲେ। ନେକ୍ସଟ 2 ନମ୍ବର ଆମର ହେଉଛି ଅଙ୍ଗନାଇ। ବୁଝିହେଲା। ଅଙ୍ଗନାଇ ହେଇଯିବ ଆମର କ'ଣ? 5 ନମ୍ବର ଅଙ୍ଗନାଇ ହେଉଛି ଏକ ଗୀତ। 3 ନମ୍ବର ହେଉଛି କରମା ପର୍ବ। 3 ନମ୍ବର ହେଇଯିବ ଆମର କରମା ପର୍ବ କରମା ଗଛର ଡାଳକୁ ପୂଜା କରାଯାଏ। ବୁଝିଲା ତ। ନେକ୍ସଟ 4 ନମ୍ବର ଜିତିଆ। ଜିତିଆ ହେଇଯିବ ଆମର 2 ନମ୍ବର। ସେ ହେଉଛି ଆମର ଅଶ୍ୱତଥ ଗଛର ଡାଳ ପୂଜା ପାଏ। ନେକ୍ସଟ ସାଦ୍ରି ହେଉଛି ଆମର ଗୋଟେ ବଢ଼ିଲା 3 ନମ୍ବର ଓଡ଼ିଆ ଓ ହିନ୍ଦୀ ଭାଷା ମିଶାମିଶି। ନେକ୍ସଟ ଆମକୁ ଦେଇଛି ଆମେ ମିଳିମିଶି ଠିକ୍ ଉତ୍ତର ବାଛିବା। ବୁଝିଲା ତ। ତାହେଲେ ଦେଖ ପିଲାମାନେ ଦେଇଛି ଆମକୁ ପର୍ବର 7-8 ଦିନ ପୂର୍ବରୁ ଓଦା ବାଲିରେ ଧାନ ଗହମ ହରଡ଼ ପ୍ରଭୃତିର ବିହନ ବତୁରି ଗଜା ହୋଇ ସାରିଥିବ। ଏଇଟା କେତେବେଳେ? ଏଇଟା କରମା ପର୍ବ ସମୟରେ କରମା ତାଳପୋତା ହେବା ପରେ ଜୱା ସ୍ଥାପନ କରାଯାଏ। ଏଇଟା ହେଉଛି ଆମର ଠିକ୍ ଉତ୍ତର। ନେକ୍ସଟ ରାଞ୍ଚିର ଲୋକସଙ୍ଗୀତ କ'ଣ ଏହିପରି? ରାଞ୍ଚିର ଲୋକସଙ୍ଗୀତ ହେଉଛି ଆମର ବୋଧଗାନ ଦୋହାର ସଙ୍ଗୀତ ପରି। ତାପରେ ଏ ପର୍ବ ଭଉଣୀ କରେ ଭାଇର ମଙ୍ଗଳ ପାଇଁ। ଏ ହେଉଛି ଆମର କରମା ପର୍ବ। ଦ୍ୱିତୀୟ ଓଷା ମାର ମଙ୍ଗଳ ପାଇଁ ହେଲା। କରମା ପର୍ବ ଭାଇର ମଙ୍ଗଳ ପାଇଁ। ନେକ୍ସଟ କାର୍ତ୍ତିକ ପୂର୍ଣ୍ଣିମା ଠୁ ବାହୁଡ଼ା ରଥ ଯାକେ ଆମର ଡମକଚ ନୃତ୍ୟ ହୁଏ ପରେ ଦେଖିଥିଲେ। ନେକ୍ସଟ ଆମେ ସରଳାର୍ଥ ଆମକୁ ଦେଲା ଦେଖିଲି ଅପୂର୍ବ ଭଙ୍ଗୀ ସେ ନୃତ୍ୟର ଶୁଣିଲି ଅଶ୍ରୁତ ସ୍ୱର ସେ କଣ୍ଠରୁ ସେ ତାଳ ଆଉ ଧ୍ୱନି ଲୟରୁ ରାମ ନାମ ଶୁଣି ମନ ପବିତ୍ର ହୋଇଗଲା। ତାହେଲେ ଏଇ ପ୍ରଶ୍ନରେ ଦିଆଯାଇଥିବା ଗଦ୍ୟ ଭାଗ୍ୟଟି ଭ୍ରମଣ କାହାଣୀ ଲେଖକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଡମକଚ ପାଠରେ ଅଛି। ଏଠାରେ ଲେଖକ ଶାନ୍ତନୁ କୁମାର ଆଚାର୍ଯ୍ୟ କିଶୋର ବାଳକର କଣ୍ଠରୁ ଡମକଚ ଗୀତରେ ପଦଟି ଶୁଣିବାରୁ ତାଙ୍କ ମନରେ ଯେଉଁ ଭାବନା ଜାତ ହୋଇଥିଲା ତାହା ଏଠାରେ ବର୍ଣ୍ଣିତ କରିଛନ୍ତି। ଲେଖକ ଶାନ୍ତନୁ କୁମାର ଆଚାର୍ଯ୍ୟ ମୟୂରଭଞ୍ଜର କରଞ୍ଜିଆର ଲୋକ ସଂସ୍କୃତି ଜାଣିବା ପାଇଁ ସେଠାକାର ଆଦିବାସୀ ଅଞ୍ଚଳକୁ ଯାଇଥିଲେ। ଲେଖକଙ୍କ ସାଙ୍ଗରେ ସେ ଅଞ୍ଚଳର ପରିଚିତ ଅଧ୍ୟାପକ ରଥ ଥିଲେ। ସେଠାରେ ସେ 14-15 ବର୍ଷର ସୁନ୍ଦର ଗୋଲଗାଲ କଳା ମଚମଚ ପିଲାକୁ ଭେଟିଲେ। ଲେଖକ ସେ ପିଲାକୁ ସେଠାକାର ଡମକଚ ନାଚ ଟିକିଏ ଦେଖାଇବା ପାଇଁ କହିଲେ। ପ୍ରଥମେ ପିଲାଟି ଲାଜ କଲା, ତଥାପି ନୃତ୍ୟ କରିଛି ଏବଂ ଗୀତଟିଏ ମଧ୍ୟ ବୋଲିଲା। ସେହି ଗୀତଟିର ଭାବନା ଲେଖକଙ୍କ ହୃଦୟକୁ ସ୍ପର୍ଶ କଲା। ସେଥିରେ ସେ ପିଲାଟି ଭାରତୀୟ ସଂସ୍କୃତିର ଭାବବିଭୋର ଚରିତ୍ର ରାମ ଲକ୍ଷ୍ମଣ ଓ ସୀତାଙ୍କର କାର୍ଯ୍ୟ ସମ୍ପର୍କରେ ଗାଇଥିଲା। ସେହି ଗୀତ ସହିତ ଲେଖକ ନୃତ୍ୟର ଅପୂର୍ବ ଭଙ୍ଗୀକୁ ଦେଖିପାରିଲେ, ଅତି ମନମତଣୀୟ ସ୍ୱରକୁ ଶୁଣିପାରିଥିଲେ। ପୁଣି ସେହି ଗୀତର ତାଳ ଧ୍ୱନି ଓ ଲୟ ସହିତ ପ୍ରଭୁ ରାମଙ୍କର ନାମ ଶୁଣି ଲେଖକଙ୍କ ମନ ପବିତ୍ର ହୋଇଗଲା। ନେକ୍ସଟ ଆମକୁ ଖରେ ଦେଇଛି ଋତୁର ଗୁଣକୁ ନେଇ ସମୟର ମୁଡକୁ ନେଇ ସ୍ୱତନ୍ତ୍ର ଧରଣର ନୃତ୍ୟ ସ୍ୱତନ୍ତ୍ର ଧରଣର ସଙ୍ଗୀତର ଆବଶ୍ୟକତା ଏ ଅଞ୍ଚଳର ଆଦିବାସୀ ଜାଣି ନେଇ ପାରିଛି ନା କ'ଣ?
ତାହେଲେ ପିଲାମାନେ ପୁଣି ସେମିତି କବି ପରିଚୟ ଲେଖିବ ଯେମିତି ଲେଖା ହେଇଛି। ନେକ୍ସଟ କବିତାର ସାରାଂଶ ଲେଖିବ। ଲେଖକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅଧ୍ୟାପକ ରଥ କହିଛନ୍ତି, ଏଠାକାର ଆଦିବାସୀମାନେ ବର୍ଷ ତମାମ ଅର୍ଥାତ୍ 12 ମାସ ଯାକ ନୃତ୍ୟ ଏବଂ ଗୀତରେ ମାତିଥାନ୍ତି। ସେମାନଙ୍କ ନୃତ୍ୟରେ ଗୋଟିଏ ବିଭାଜନ ରେଖା ରହିଥାଏ, ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ବାହୁଡ଼ା ପର୍ଯ୍ୟନ୍ତ ସେମାନେ ଡମକଚ ନୃତ୍ୟ ଗୀତରେ ବିଭୋର ରହିଥାନ୍ତି। ସେହି ଦିନରୁ ପୁଣି କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅଙ୍ଗନାଇ ଓ ଝୁମର ନୃତ୍ୟ ଗୀତ ହୋଇଥାଏ। ଅଧ୍ୟାପକ ରଥଙ୍କଠାରୁ ସେଠାକାର ଆଦିବାସୀ ଲୋକଙ୍କର ସଂସ୍କୃତି ବିଷୟରେ ଜାଣିଲା ପରେ ଲେଖକ ବିସ୍ମିତ ହୋଇଯାଇଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ଋତୁକୁ ନେଇ ସେମାନଙ୍କର ମନରେ ଯେପରି ଭରିଯାଏ ସ୍ୱତନ୍ତ୍ର ଧରଣ ନୃତ୍ୟ ଓ ସଙ୍ଗୀତ, ସେହିଭଳି ଭାବକୁ ନେଇ ସେମାନେ ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ନୃତ୍ୟ ଓ ଗୀତ କରିଥାନ୍ତି। ସତେ ଯେପରି ଋତୁର ମୁଡ଼କୁ ନେଇ ସେମାନେ ଜାଣିଲା ଭଳି ଜଣାଯାଇଥାଏ। ନେକ୍ସଟ ମଧ୍ୟ ଆମର ଗଦ୍ୟ ଅଛି। ଆମର ପାଠଟିକୁ ଭଲ ଭାବରେ ପଢ଼ିବା, ଉତ୍ତର ଖୋଜିବା। ତାହେଲେ କରମା ପର୍ବ, ଏ ପର୍ବ ଭଉଣୀଙ୍କର ଭାଇର ମଙ୍ଗଳ ପାଇଁ, ନିଃସନ୍ତାନ ନାରୀମାନେ ପୁତ୍ର କାମନା ପାଇଁ, କୁମାରୀମାନେ ମଧ୍ୟ ମନାସନ୍ତି ଭବିଷ୍ୟତ। ଲେଖକ ଏହି ବାକ୍ୟ ଗୁଡ଼ିକରେ କ'ଣ ଦେଖିବାକୁ ପାଉଛ? ତୁମ ଅଞ୍ଚଳରେ ଏଭଳି କିଛି ପର୍ବ ପାଳିତ ହୁଏ କି? ସାଙ୍ଗସାଥୀମାନଙ୍କ ସହିତ ଆଲୋଚନା କରି ଲେଖ। ତାହେଲେ ପିଲାମାନେ ଲେଖକଙ୍କ ଏହି ବାକ୍ୟ ଗୁଡ଼ିକରୁ ଜଣାପଡ଼ୁଛି ଯେ ଆଦିବାସୀ ସଂସ୍କୃତିରେ ପୂଜାପାଠ ପର୍ବପର୍ବାଣୀକୁ ବହୁତ ଗୁରୁତ୍ୱ ଦିଆଯାଇଥାଏ ତଥା ଆଦିବାସୀମାନେ ନିଜର ମନୋକାମନା ପୂର୍ଣ୍ଣ ପାଇଁ ତଥା ନିଜର ଭବିଷ୍ୟତ ପାଇଁ ଭଗବାନଙ୍କୁ ପୂର୍ଣ୍ଣ ରୂପରେ ବିଶ୍ୱାସ କରିଥାନ୍ତି। ହଁ, ଆମ ଅଞ୍ଚଳରେ ମଧ୍ୟ ଭିନ୍ନ ଭିନ୍ନ ପୂଜା ପର୍ବ ପାଳନ କରାଯାଏ। ଭଉଣୀମାନେ ଭାଇମାନଙ୍କର ମଙ୍ଗଳ ପାଇଁ ଭାଇ ଜିଉନ୍ତିଆ, ରକ୍ଷାବନ୍ଧନ ଓ ଖୁଦୁରୁକୁଣୀ ପର୍ବ ପାଳିତ ହୁଏ। ସେପରି ନିଃସନ୍ତାନ ନାରୀମାନେ ପୁତ୍ର କାମନା କରି ଚୈତ୍ର ମାସର ମଙ୍ଗଳବାର ଚୈତି ମଙ୍ଗଳବାର ଓଷା, କୁମାରୀମାନେ ନିଜ ଉଜ୍ଜଳ ଭବିଷ୍ୟତ ପାଇଁ ଜହ୍ନି ଓଷା ମଧ୍ୟ ପାଳନ କରିଥାନ୍ତି। ନେକ୍ସଟ ଖରେ ଆମକୁ ଦେଇଛି ଋତୁର ଗୁଣକୁ ନେଇ, ସମୟର ମୁଡ଼କୁ ନେଇ ସ୍ୱତନ୍ତ୍ର ଧରଣର ନୃତ୍ୟ, ସ୍ୱତନ୍ତ୍ର ଧରଣର ସଙ୍ଗୀତର ଆବଶ୍ୟକତା ଏ ଅଞ୍ଚଳର ଆଦିବାସୀ ଜାଣି ନେଇ ପାରିଛି ନା କ'ଣ? ଋତୁ ଅନୁସାରେ କାହିଁକି ପର୍ବ ପାଳନ ହୁଏ? ଏହା କ'ଣ ଆମ ସଂସ୍କୃତିର ପରିଚୟ? ଏମିତି ଋତୁ ଭିତ୍ତିକ କିଛି ପର୍ବ ତୁମ ଅଞ୍ଚଳରେ ପାଳିତ ହୁଏ କି? ତାହା ଲେଖ। ତାହେଲେ ଲେଖକ ମୟୂରଭଞ୍ଜର କରଞ୍ଜିଆ ଅଞ୍ଚଳରେ ବୁଲିବାକୁ ଯାଇଥିଲେ ଓ ସେଠାରେ ଆଦିବାସୀଙ୍କ ନୃତ୍ୟ ଓ ସଙ୍ଗୀତ ଏବଂ ପର୍ବ ପାଳନ ଉଦ୍ଦେଶ୍ୟ ଇତ୍ୟାଦି ଜାଣିବାକୁ ପାଇଲେ। ଯେମିତି ପ୍ରକୃତିର ପରିବର୍ତ୍ତନ ମଣିଷର ମନ ଉପରେ ପ୍ରଭାବ ପକାଇଥାଏ, ତେଣୁ ସେହି ଉତ୍ସାହକୁ ପ୍ରକାଶ କରିବା ପାଇଁ ଋତୁ ଅନୁସାରେ ମଧ୍ୟ ପର୍ବ ପାଳନ କରାଯାଏ। ଏହା ହିଁ ଆମ ଭାରତୀୟ ସଂସ୍କୃତିର ମୁଖ୍ୟ ପରିଚୟ। ଆମ ଅଞ୍ଚଳରେ ମଧ୍ୟ ବିଭିନ୍ନ ଋତୁଭିତ୍ତିକ ପର୍ବ ପାଳନ କରାଯାଏ, ଯେମିତିକି ବସନ୍ତ ଋତୁରେ ଦୋଳ ପୂର୍ଣ୍ଣିମା, ଗ୍ରୀଷ୍ମ ଋତୁରେ ରଜ ପର୍ବ, ବର୍ଷା ଋତୁରେ ଚିତାଲାଗି ଅମାବାସ୍ୟା, ଆଶ୍ୱିନ ମାସରେ ଦୁର୍ଗା ପୂଜା, ଭାଇ ଜିଉନ୍ତିଆ, ଶୀତ ଦିନରେ ମାଣବସା, ମକର ସଂକ୍ରାନ୍ତି ଇତ୍ୟାଦି ଅନେକ ଗୁଡ଼ିଏ ପର୍ବ ପାଳନ କରାଯାଏ। ନେକ୍ସଟ ଗରେ ଦେଇଛି ପାଳନ୍ତି ମଧ୍ୟ ଅନ୍ୟ ସମସ୍ତେ, ଯେଉଁମାନେ ଜୀବନକୁ ଦୁଃଖର ଗନ୍ତାଘର ନ କହି ଆନନ୍ଦର ଉତ୍ସମାନେ କରନ୍ତି। ଲେଖକ ଏପରି କହିବାର ତାତ୍ପର୍ଯ୍ୟ କ'ଣ? ପର୍ବପର୍ବାଣୀ ସୁଖ ଓ ଦୁଃଖକୁ ପ୍ରକାଶ କରେ କି? ତୁମେ ଯାହା ଚିନ୍ତା କରୁଛ ଲେଖ। ଲେଖକଙ୍କର କହିବାର ତାତ୍ପର୍ଯ୍ୟ ହେଲା ଯେ ଜୀବନର ଦୁଃଖ ଥାଇପାରେ, କିନ୍ତୁ ପର୍ବପର୍ବାଣୀ ମଧ୍ୟରେ ମଣିଷ ସେହି ଦୁଃଖକୁ ଭୁଲି ଆନନ୍ଦ ଉପଭୋଗ କରିବା ଉଚିତ। ପର୍ବପର୍ବାଣୀ କେବଳ ସୁଖ ନୁହେଁ, ବରଂ ଦୁଃଖ ସମୟରେ ମଧ୍ୟ ଏକତାର ବାର୍ତ୍ତା ଦେଇ ମନକୁ ଶାନ୍ତି ଦିଏ। ନେକ୍ସଟ ଘରେ ଦେଇଛି ରାମ ଓ କୃଷ୍ଣ ନାମ, ଏ ଦୁଇ ନାମକୁ ଜପାମାଳି କରି ଭାରତ ବଞ୍ଚି ରହିଛି। ଭାରତର ଅଧିକାଂଶ ପର୍ବପର୍ବାଣୀ ରାମ ଓ କୃଷ୍ଣଙ୍କ ଜୀବନଧାରା ସହିତ ଜଡ଼ିତ। ଯଦି ତୁମ ଅଞ୍ଚଳରେ ରାମ ଓ କୃଷ୍ଣଙ୍କୁ ଦେବତା ରୂପେ ନେଇ ଯେଉଁ ପର୍ବ ପାଳନ କରାଯାଉଛି ତାର ତାଲିକା ପ୍ରସ୍ତୁତ କର। ରାମନବମୀ, ଦଶହରା, କୃଷ୍ଣଙ୍କୁ ନେଇ ଜନ୍ମାଷ୍ଟମୀ, ଦୋଳ ପୂର୍ଣ୍ଣିମା ଓ ଚନ୍ଦନ ଯାତ୍ରା ହୋଇଥାଏ। ବୁଝିଲା ତ ପିଲାମାନେ? ଆଉ ବାକି ତକ ଆମେ ନେକ୍ସଟ କ୍ଲାସରେ ଦେଖିବା, ନହେଲେ ଭିଡ଼ିଓଟି ବହୁତ ଲମ୍ବା ହେଇଯିବ। ଭିଡ଼ିଓଟିକୁ ଭଲ ଲାଗିଥିଲେ ଲାଇକ୍ କରିଦେବ ଏବଂ ସାଙ୍ଗମାନଙ୍କ ପାଖକୁ ସେୟାର କରିଦେବ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦେବ।